ଯୋଗ ଅଭ୍ୟାସ କଲେ ଆମର କ'ଣ ହୁଏ ନା ଚିତ୍ତ ବୃତ୍ତି ନିରୋଧ ହେଇଯାଏ। ନିରୋଧ ଅର୍ଥ କେହି ଭଲ ଭାବରେ ବୁଝିପାରନ୍ତିନି। ନିରୋଧ ଅର୍ଥ ସୁନିୟନ୍ତ୍ରଣ ହେଇଯାଏ। ସୁନିୟନ୍ତ୍ରଣ ହେଇଯାଏ ସମସ୍ତ ବୃତ୍ତି। ଏ ଜୀବନଟା କେବଳ ବୃତ୍ତିମୟ। ବୃତ୍ତି ଅର୍ଥ ଥଟ୍ସ, ମାନେ ସମସ୍ତ ଚିନ୍ତା ଗୁଡ଼ିକ ନିରୋଧ ହେଇଯାଏ। ଆଖି ଦେଖୁଥିବ ତାର ପ୍ରତିକ୍ରିୟା ନଥିବ, କାନ ଶୁଣୁଥିବ ତାର ପ୍ରତିକ୍ରିୟା ନଥିବ, କିଏ କଥା କ'ଣ କହିଲା ତାର ପ୍ରତିକ୍ରିୟା ନଥିବ। ବୃତ୍ତି ସୁନିୟନ୍ତ୍ରଣ ପୁରା ଯେମିତି ଆପଣ ଦେଖିଛନ୍ତି କଶ୍ୟପ କଇଁଚ ତାର ଗୋଡ଼ମାନଙ୍କୁ ବାହାର କରେ ପୁଣି ପୂରେଇ ଦିଏ। ସେଇଭଳି ସାଧନା କରିଗଲେ ପ୍ରିଲିମିନାରୀ ଷ୍ଟେଜ୍ କଥା, ମୁଁ ହାୟର ଷ୍ଟେଜ୍ କଥା କହୁନାହିଁ। ତେଣୁ ଆପଣଙ୍କର ବୃତ୍ତି ସୁନିୟନ୍ତ୍ରଣ ହେଇଯିବ। ତେଣୁ ଯଦି ଆପଣ ଶ୍ୱାସ ପ୍ରଶ୍ୱାସର ପାଖରେ ମନକୁ ରଖିବେ, ସବୁବେଳେ ରଖିବା ପାଇଁ ଚେଷ୍ଟା କରିବେ ଏବଂ ସେଇ ଶ୍ୱାସ ପ୍ରଶ୍ୱାସରେ ଯେଉଁ ବ୍ରହ୍ମ ମନ୍ତ୍ରଟି ଭଜନ ହେଉଛି ସ୍ୱହଂ, ସେ ଚନ୍ଦ୍ରାୟଣରେ ହଉ ନହେଲେ ସୂର୍ଯ୍ୟାୟଣରେ ହଉ। ଆଉ ଗୋଟେ କଥା ମନରେ ପ୍ରଶ୍ନ ଉଠେ, ବହୁତ ଲୋକ ଶୁଣୁଛନ୍ତି, ଶୁଣିକି ସାଧନା କରୁଛନ୍ତି, ସେଥିଲାଗି ବାବା ଉପସ୍ଥାପନା କରୁଛନ୍ତି ମନର କଥା ଗୁଡ଼ିକ, ସାଧନାର କଥା ଗୁଡ଼ିକ। ଯଦି ସୁଷୁମ୍ନା ଆପଣ ଭିତରେ ଚାଲିଲା, ସୁଷୁମ୍ନା ଅର୍ଥ ଦୁଇ ପୁଡ଼ାରେ ଶ୍ୱାସ ପ୍ରଶ୍ୱାସ ଆପଣଙ୍କର ଚାଲିଲା, ନା ଇଡ଼ା ନା ପିଙ୍ଗଳା, ସେତେବେଳେ ଆଉ ସ୍ୱହଂ ଜପ ହେଇପାରିବ ନାହିଁ କି ସ୍ୱହଂ ଆଉ ଶୁଣି ହେବ ନାହିଁ। ସେତେବେଳେ ଆପଣ ମନର ଶୂନ୍ୟ ଅବସ୍ଥା ଆସିବ, ମନର ଏକାଗ୍ରତା ଅବସ୍ଥା ଆସିବ, ଆପଣ ଶାନ୍ତ ହେଇଯିବେ। ତେଣୁ ଶ୍ୱାସ ପ୍ରଶ୍ୱାସରେ ଆପଣ ଯେତେ ମନ ରଖିବେ ଆପଣ ଭିତରେ ସେତେ ସ୍ଥିରତା, ସେତେ ଶାନ୍ତ ଅବସ୍ଥା, ସେତେ ସିଦ୍ଧି ଅବସ୍ଥା ଆପଣଙ୍କର ଆସିବ। ତେଣୁ ଦେଖନ୍ତୁ ଆମ ଜୀବନ କାଳ ଭିତରେ ଆମେ ଯେତିକି ସାଧନା କରି ଉପଲବ୍ଧି କଲୁ, ବଡ଼ କଥାଟିଏ ହେଉଛି ନିଜକୁ ଯିଏ ଭଗବାନଙ୍କ ପାଖରେ ସମର୍ପଣ କରିନାହିଁ, ପିଣ୍ଡରେ ଆଉ ବ୍ରହ୍ମାଣ୍ଡରେ ତାର ସାଧନା କଲେ ଈଶ୍ୱର ଦର୍ଶନ ଉପଲବ୍ଧି ହେବ ନାହିଁ। ତାକୁ କେତେ ଗୁଡ଼ିଏ ସିଦ୍ଧି, କେତେ ଗୁଡ଼ିଏ ବିଭୂତି ତାକୁ ମିଳିବ। ମନ ଟିକେ ସ୍ଥିର ହେବ, ରୋଗ ଟିକେ ଭଲ ହେଇଯିବ, କେତେ ଗୁଡ଼ିଏ କାମ ଧନ୍ଦା ତୁମର ହେଉନାହିଁ ହେବ, କାହାର ବେପାର ଭଲ ଚାଲିବ। ଜଣେ ଲୋକ ଆସିଲେ, ସେ କହିଲେ ଟିକେ ଆମକୁ ଦୀକ୍ଷା ଦେବେ। ବୋଲ ଆଜ୍ଞା। ଯେମିତି ଗୋଟେ କଥା ମନେ ପଡ଼େ, ଶିବାଜୀଙ୍କର ଗୁରୁ କିଏ ଥିଲେ? ରାମଦାସ ଥିଲେ। ରାମଦାସଙ୍କ ପାଖରୁ ଜଣେ ମା ଅତି ଜିଦ୍ଦି କଲେ ଦୀକ୍ଷା ଗ୍ରହଣ ପାଇଁ, ସେ କିନ୍ତୁ ମନା କଲେ। ଯେତେ ଜିଦ୍ଦି କଲେ ସେତେ ମନା କଲେ। ଆଗେ ଦୀକ୍ଷା ଦେବାକୁ ଗୁରୁମାନେ ଭଲ ପାଉନଥିଲେ, ସେମାନେ ପାତ୍ର ଦେଖିକି ଦୀକ୍ଷା ଦେଉଥିଲେ। ପାତ୍ର କିଏ? ଯାହା ଭିତରେ ଅହଙ୍କାର ନାହିଁ, ଯାହା ଭିତରେ ନିଜକୁ ଗୁରୁଙ୍କ ପାଖରେ ଯିଏ ସମର୍ପଣ କରିଦିଏ, ତାଙ୍କୁ ହିଁ ଗୁରୁ ଦୀକ୍ଷା ଦିଅନ୍ତି। ଗୁରୁ ପରୀକ୍ଷା କରି କରି ଶିଷ୍ୟଙ୍କୁ ଦୀକ୍ଷା ଦେଉଥିଲେ। ଏବେ କ'ଣ ହେଉଛି, ଯିଏ ଆସିଲା ତାକୁ ଦୀକ୍ଷା ଦିଆଯାଉଛି। ତା ମୂଳରେ ଦରକାର ଆମର ଲୋକ ଦରକାର, ଆମର ଅନୁଷ୍ଠାନ ବଢ଼ିବା ଦରକାର, ଆମ ପଇସା ଦରକାର, ଆମର ଫୁଲ ଫଳ ଦରକାର, ଆମର ଲୋକ ମାନେ କେମିତି ମନୁଷ୍ୟରୁ ଦେବତ୍ୱରେ ବା ଈଶ୍ୱରତ୍ୱରେ ବା ବ୍ରହ୍ମତ୍ୱରେ ପରିଣତ ହେବେ, ସେଇଟା ଆମର ଆଉ ଦରକାର ନାହିଁ। ସେଥିଲାଗି ଆମେ ଦୀର୍ଘ 40 ବର୍ଷ ମୌନ ରହିଥିଲୁ। ଆମ କଥା ଆମେ କାହାକୁ ଶୁଣେଇ ଦେଉନଥିଲୁ, କହୁନଥିଲୁ। ଛାଡ଼ନ୍ତୁ, ଆପଣମାନଙ୍କର ଅନୁଭବ। ବହୁତ ଜିଦ୍ଦି କଲେ କ'ଣ ପାଇଁ? ନା ଦୀକ୍ଷା ଗ୍ରହଣ ପାଇଁ। ସାଧୁମାନେ ତ ବହୁତ ବୁଦ୍ଧିମାନ କହିବା କଥା ନୁହେଁ, ସାଧୁମାନେ ତ ଈଶ୍ୱର ଭକ୍ତ, ଆଉ ମୁଁ ଭକ୍ତ ଜନର ଅଧୀନ, ମୋ ତୋ ଭକ୍ତ ନୁହେଁ ଭିନ୍ନ।
ତେଣୁ ଭକ୍ତ ଠାରୁ ଭଗବାନ ଭିନ୍ନ ନୁହନ୍ତି। ରାମଦାସ କହିଲେ ଠିକ୍ ଅଛି ମା ରେଡ଼ି ହେଇଥାନ୍ତୁ, କାଲି 12ଟା ବେଳକୁ ମୁଁ ଆସିବି, ତୁମର ଦୀକ୍ଷା କାର୍ଯ୍ୟକ୍ରମ ହବ। ମା ଅନେଇ ବସିଛନ୍ତି, ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ କରିଦେଇଛନ୍ତି। ଗୁରୁଦେବ ଦୀକ୍ଷା ଦେବେ, ଗୁରୁଙ୍କ ପାଇଁ ତ ଖାଦ୍ୟ ପୁଣି ପ୍ରସ୍ତୁତ କରାହେବ। ଆଉ ପ୍ରସାଦ, ଡାଲମା, ଖଟା, କ୍ଷୀରି ବିଭିନ୍ନ ପ୍ରକାର ଆୟୋଜନ କରିକି ରଖିଛନ୍ତି। ଆରେ ଗୁରୁଙ୍କୁ ଦିଆହବ, କିନ୍ତୁ ଏବେ ଓଲଟା। ଏବେ କ'ଣ ଓଲଟା ନା ଦୀକ୍ଷା କାର୍ଯ୍ୟକ୍ରମ ହେଲେ ଗୁରୁ ଶିଷ୍ୟମାନଙ୍କ ପ୍ରସାଦ, ଡାଲମା, ଖଟା, କ୍ଷୀରି। ଆଉ ଗୁରୁ କ'ଣ ଡ୍ରେସ୍ ଦେବେ, ଶିଷ୍ୟ ଡ୍ରେସ୍ ଦେଉଛନ୍ତି। ହେ ଭଗବାନ, ଆମ ଦେଖିବାରେ ଏମିତି ହେଲା, ଆମେ ତ ଆଉ କେତେ ବର୍ଷ ରହିବୁ ମୁଁ ଜାଣିନାହିଁ। ଏ ଶ୍ୱାସର ପୁଞ୍ଜି କେତେବେଳେ ସରିଯିବ, ପରବର୍ତ୍ତୀ ଜେନେରେସନ୍ କ'ଣ ହବ, କିଭଳି ଅବସ୍ଥା ଲୋକକୁ ଯିବେ ଲୋକ। ଛାଡ଼ନ୍ତୁ, ଠିକ୍ 12ଟା ବେଳେ ସାଧୁଙ୍କର ୱାର୍ଡ଼ ସେ ଆସି ପହଞ୍ଚିଲେ। ସେ କହିଲେ ମା ଆଗ ଭିକ୍ଷାଟା ଦେଇଦିଅ, ଆଗ ଖାଇସାରିବା, ତାପରେ ଦୀକ୍ଷା କାର୍ଯ୍ୟକ୍ରମ ହବ। ସେ କହିଲେ ହଉ, ମନ୍ତ୍ରମୂଳଂ ଗୁରୁର ବାକ୍ୟ, ଗୁରୁ ଯାହା କହିଲେ ତା ମାନିବାକୁ ପଡ଼ିବ, କରିବାକୁ ପଡ଼ିବ। କ'ଣ କଲେ, ସେ ଭିକ୍ଷା ଆଣିବାକୁ ଗଲେ, ମାନେ ଖାଦ୍ୟ ଆଣିବାକୁ ଗଲେ। ସମସ୍ତେ ସାଧୁମାନେ ଆଗେ ପାତ୍ର ନେଇକି ଯାଉଥିଲେ, କାହାରି ପାତ୍ରରେ ସାଧୁମାନେ ଖାଆନ୍ତି ନାହିଁ। ମା ଯେତେବେଳେ ଖାଦ୍ୟ ନେଇକି ଆସିଲେ, ନଡ଼ା କୁଟା, ଗୋବର କାଠ, ଡାଙ୍ଗ ସେ ମାନେ ପାତ୍ର ଭିତରେ ଅଛି। ବାବା ଇଏ କ'ଣ, ଏଥିରେ ମୁଁ ଖାଦ୍ୟ କେମିତି ଦେବି ଆପଣଙ୍କୁ? ନା ମା ଦିଅ, ମୁଁ ଖାଇବି ନା। ବାବା ମୁଁ ଦେଇପାରିବିନି। କାହିଁକି ଦେଇପାରିବନି, ଅସୁବିଧା କ'ଣ? ତୁମେ ଦିଅ ନା, ମୁଁ ଖାଇବି। ବାବା ଏଇଟା ଦିଅନ୍ତୁ, ମୁଁ ସଫା କରିଦିଏ, ତାପରେ ପ୍ରସାଦ ଦେବି, ଆପଣ ଖାଇବେ। ମା ଭାତ ଟିକିଏ, ଡାଲମା ଟିକିଏ, ଖଟା ଟିକିଏ, କ୍ଷୀରି ଟିକିଏ, ତାର ମୂଲ୍ୟ କିଛି ନାହିଁ। ଖାଇଦେବି, ସେ ପେଟରେ ଏକ ହେଇଯିବ, ତା ସଡ଼ିକି କ'ଣ ହବ, ବିଷ୍ଠା ହେଇଯିବ, ମଳ ହେଇଯିବ। ସେ ମଳ ଏତେ ମାରାତ୍ମକ, ଭାଷାରେ କହିହେବନି। ଯୋଉଠି ପଡ଼ିବ ସେଠି ଅପବିତ୍ର ହେଇଯିବ। ମାନେ ଯେତେ ମଳ ଅଛି ସୃଷ୍ଟିରେ, ବେଶୀ ଭୟଙ୍କର ହେଉଛି ମନୁଷ୍ୟର ମଳ। ସେ ଯୋଉଠି ପଡ଼ିବ ଅପବିତ୍ର ହେଇଯିବ। ପୁଣି ଦେଖନ୍ତୁ, ସେ କାହା ସଂସ୍ପର୍ଶରେ ଆସି ମଳ ହେଇଛି ନା ମନୁଷ୍ୟ ସଂସ୍ପର୍ଶରେ ଆସିକି ମଳ ହେଇଛି। ତାହେଲେ ମନୁଷ୍ୟ ଭିତରେ କେତେ କଦର୍ଯ୍ୟ କଦାକାର କଥା ଥଟ୍ସ ଥବାରୁ ସେ ମଳଟା ଏତେ ପଏଜନ ହେଇଛି।